ପିଲାମାନେ ସବୁ ଭଲ ଅଛ? ଆମ ଆର କ୍ଲାସରେ କଣ କଣ ପାଠ ପଢିଥିଲେ? ପରିବେଶ ଉପରେ ଜାଣିଥିଲେ, ଆଉ କଣ ପଢିଥିଲେ? ଜାଣିଥିଲେ। ଆଜି ଆମେ କଣ ଜାଣିବା? ରାମାୟଣ କଥା। ମନେ ଦେଇକି ସମସ୍ତେ ଶୁଣିବ। ପ୍ରଶ୍ନ ପଚାରିବି ହେଲା। ଆଜି ରାମାୟଣ ଆମେ ଦି ଭାଗରେ ଶୁଣିବା ହେଲା। ପ୍ରଥମେ ରାମାୟଣ କୋଉଠି ଥିଲେ, ରାମାୟଣ ରାମଚନ୍ଦ୍ର ବିଷୟରେ ଜାଣିବା, ଅଯୋଧ୍ୟା ବିଷୟରେ ଜାଣିବା ହେଲା। ଫାର୍ଷ୍ଟ ଆଗ ରାମାୟଣ କଥା ଶୁଣ, ମନ ଦେଇକି ଶୁଣ। ପ୍ରଶ୍ନ ପଚାରିବି ଲାଷ୍ଟ। ଭାରତ ବର୍ଷରେ ଅଯୋଧ୍ୟା ନାମରେ ଗୋଟିଏ ନଗରୀ ଅଛି। ସେଠାରେ ଅତି ପ୍ରାଚୀନ କାଳରେ ଦଶରଥ ନାମରେ ଜଣେ ରାଜା ଥିଲେ। ତାଙ୍କର 3 ରାଣୀ ଥିଲେ। ଭାରତ ବର୍ଷରେ କଣ ଥିଲା, କୋଉ ନଗରୀ ଅଛି? 3 ରାଣୀ। ଭାରତ ବର୍ଷରେ କୋଉ ନଗରୀ ଅଛି? ଅଯୋଧ୍ୟା। ଭେରି ଗୁଡ। ସେଠାରେ ଅତି ପ୍ରାଚୀନ କାଳରେ ଦଶରଥ ନାମରେ ଜଣେ ରାଜା ଥିଲେ। ତାଙ୍କର 3 ରାଣୀ ଥିଲେ, କୌଶଲ୍ୟା, କୈକେୟୀ, ସୁମିତ୍ରା। ଜ୍ୟେଷ୍ଠ ରାଣୀ କୌଶଲ୍ୟାଙ୍କର ପୁତ୍ର ରାମଚନ୍ଦ୍ର, ମଧ୍ୟମ ରାଣୀ କୈକେୟୀଙ୍କର ପୁତ୍ର ଭରତ, କନିଷ୍ଠ ରାଣୀ ସୁମିତ୍ରାଙ୍କର ଲକ୍ଷ୍ମଣ ଓ ଶତ୍ରୁଘ୍ନ ନାମରେ 2 ପୁତ୍ର ଥିଲେ। ଲକ୍ଷ୍ମଣ ରାମଙ୍କର ଏକାନ୍ତ ଅନୁଗତ ଥିଲେ ଏବଂ ଶତ୍ରୁଘ୍ନ ଭରତଙ୍କର ଅତିଶୟ ଅନୁଗତ ଥିଲେ। ଦଶରଥଙ୍କର କେତେ ଜଣ ପୁତ୍ର ଥିଲେ କହିଲ? 3ଟି। ପତ୍ନୀ ଥିଲେ 3ଟି। କିଏ କିଏ କହିଲ? ଦଶରଥଙ୍କ 3ଟି ପତ୍ନୀ ନାମ? ସୁମିତ୍ରା। ପୁତ୍ର ଥିଲେ? 4ଟା। କଣ ପୁତ୍ରଙ୍କ ନାମ କହିଲ? ରାମ, ଲକ୍ଷ୍ମଣ, ଭରତ ଆଉ ଶତ୍ରୁଘ୍ନ। 4 ଭାଇଙ୍କ ମଧ୍ୟରେ ଗଭୀର ସ୍ନେହ ଥିଲା ଏବଂ ରାମକୁ ସମସ୍ତେ ଅତ୍ୟନ୍ତ ସ୍ନେହ ଓ ଭକ୍ତି କରୁଥିଲେ। ରାଜା ଦଶରଥ କ୍ରମେ ବୃଦ୍ଧ ହୋଇ ପଡ଼ିବାରୁ ସେ ରାମକୁ ରାଜ୍ୟ ଦେଇ ଅବସର ଗ୍ରହଣ କରିବା ପାଇଁ ସଂକଳ୍ପ କଲେ। ରାମକୁ ରାଜ୍ୟ କରିବା ପାଇଁ ନାନା ଆୟୋଜନ ହେବାକୁ ଲାଗିଲା। ରାମଙ୍କର ନାନା ସଦ୍ଗୁଣ ଦେଖି ପ୍ରଜାମାନେ ତାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିଲେ। ସୁତରାଂ ତାହାଙ୍କର ଅଭିଷେକବଶ୍ଚ ବାର୍ତ୍ତା ପ୍ରଚାରିତ ହେବା କ୍ଷଣି ସେମାନଙ୍କର ଆନନ୍ଦର ସୀମା ରହିଲା ନାହିଁ। ପୁଅ ଶୁଣ, ଏହି ସମୟରେ ଦଶରଥଙ୍କର ମଧ୍ୟମା ରାଣୀ ମହା ବିପଦ ଘଟାଇଲେ। ସେ ପୂର୍ବେ ଏକଦା ପ୍ରାଣପଣେ ସେବା କରି ଦଶରଥଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିଥିଲେ। ସେତେବେଳେ ରାଜା ତାହାଙ୍କ ପ୍ରତି ଅତିଶୟ ସନ୍ତୁଷ୍ଟ ହୋଇ 2ଟି ବର ଦେବେ ବୋଲି ଅଙ୍ଗୀକାର କରିଥିଲେ। ରାଜା କାହାକୁ ବର ଦେବେ ବୋଲି କହିଥିଲେ? କାହାକୁ ବର ଦେବା ପାଇଁ କହିଥିଲେ? କୈକେୟୀକୁ। କିନ୍ତୁ କୈକେୟୀ ଆଜି ଯାଏ କୌଣସି ବର ମାଗିନଥିଲେ। ରାମ ରାଜ୍ୟ ହେବେ ଏକଥା ଶୁଣି ମନ୍ଥରା ନାମର ଜଣେ ଦୁଷ୍ଟ ଦାସୀର କୁମନ୍ତ୍ରଣାରେ ପଡ଼ି କୈକେୟୀ ହଠାତ୍ 2ଟି ନିଷ୍ଠୁର ବର ମାଗି ବସିଲେ। ଗୋଟିଏ ବର ଏହି ଯେ ଭରତ ରାଜା ହୁଅନ୍ତା ଏବଂ ଅପର ବର ଏହି ଯେ ରାମ 14 ବର୍ଷ ନିମନ୍ତେ ବନକୁ ନିର୍ବାସିତ ହୁଅନ୍ତା। ବର 2ଟି କଣ ଥିଲା? ଭରତ ରାଜା ହୁଅନ୍ତା, ରାମ 14 ବର୍ଷ ଧରି ବନବାସ। ଦଶରଥ ଅତ୍ୟନ୍ତ ସତ୍ୟପରାୟଣ ଥିଲେ। ସେ କେବେ ହିଁ ସତ୍ୟ ଭଙ୍ଗ କରିନଥିଲେ। ସେ ପୂର୍ବେ 2ଟି ବର ଦେବେ ବୋଲି ଅଙ୍ଗୀକାର କରିଥିଲେ। ବର୍ତ୍ତମାନ ତାହା ଲଙ୍ଘନ କରି ନ ପାରିଲେ। ସୁତରାଂ ରାମକୁ ବନଗମନ କରିବାକୁ ହେଲା। ରାଜ୍ୟର ସମସ୍ତ ଲୋକ ଏହି ସମ୍ବାଦରେ ହାହାକାର କରିବାକୁ ଲାଗିଲେ ଏବଂ ଘରେ ଘରେ କ୍ରନ୍ଦନର ରୋଳ ଉଠିଲା। କଣ ହେଲା? ଯୋଉ ଶୁଣିବା ପରେ 2ଟି ବର ଶୁଣିବା ପରେ କଣ ହେଲା? ଅଯୋଧ୍ୟାରେ କଣ ହେଲା? ରାମ ବନବାସ ଯିବା ବୋଲି ଅଯୋଧ୍ୟା ଲୋକ ଶୁଣିଲା ପରେ କଣ କଲେ? କ୍ରନ୍ଦନ କରିବାକୁ ଲାଗିଲେ। ରାମଚନ୍ଦ୍ରଙ୍କ ଲୋକମାନେ ଅତ୍ୟନ୍ତ କଣ କରୁଥିଲେ? ଭଲ ପାଉଥିଲେ, ସ୍ନେହ କରୁଥିଲେ ଓ ଅତ୍ୟନ୍ତ ଭଲ ପାଉଥିଲେ। ତାଙ୍କ ବନବାସ ଖବର କଥା ଶୁଣି ଅଯୋଧ୍ୟାବାସୀମାନେ କ୍ରନ୍ଦନ କରିବାକୁ ଲାଗିଲେ। ତମର ମାନେ ଜଣକୁ ତମେ ଜଣକୁ ଭଲ ପାଉଥିବ, ତମ ଭାଇ କି ବାପା ଭଲ ପାଉଥିବ। ତମ ଭାଇ ବାପା ଯଦି ତମକୁ ଛାଡ଼ିକି ଯିବେ ବୋଲି ତମେ କଣ କରିବ? କାନ୍ଦିବ, ମନ ଦୁଃଖ କରିବ। ସେମିତି ରାମଚନ୍ଦ୍ରକୁ ଅଯୋଧ୍ୟା ଲୋକମାନେ ବହୁତ ଭଲ ପାଉଥିଲେ। ସେ ଯେତେବେଳେ ଶୁଣିଲେ ଯେ ମନେ ଦେଇକି ସେ ଯେତେବେଳେ ଶୁଣିଲେ ଯେ ରାମଚନ୍ଦ୍ର 14 ବର୍ଷ ବନକୁ ଯିବେ, ସେଥିପାଇଁ ଅଯୋଧ୍ୟାବାସୀମାନେ କଣ କଲେ? କାନ୍ଦିବାକୁ ଲାଗିଲେ। ରାମ ମିଥିଳା ରାଜ୍ୟର ଅଧିପତି ଜନକର କନ୍ୟା ପରମା ସୁନ୍ଦରୀ ସର୍ବଗୁଣାଶାଳୀ ସୀତାଙ୍କୁ ବିବାହ କରିଥିଲେ। ରାମଚନ୍ଦ୍ର କାହାକୁ ବିବାହ କରିଥିଲେ? ରାମ ବନେ ଯିବେ ଶୁଣି ସୀତା ଏବଂ ଲକ୍ଷ୍ମଣ ତାହାଙ୍କ ସଙ୍ଗରେ ଯିବା ପାଇଁ ପ୍ରାର୍ଥନା କଲେ। ରାମଙ୍କ ସହିତ ବନକୁ ଯିବା ପାଇଁ କିଏ କହିଲେ? ଲକ୍ଷ୍ମଣ ତାଙ୍କର କଣ? ଭାଇ। ସେ ବାରମ୍ବାର ବାରଣ କଲେ ହିଁ ସେମାନେ ତାଙ୍କ ସଙ୍ଗରେ ବନକୁ ପ୍ରସ୍ଥାନ କଲେ। ସେ ରାମଚନ୍ଦ୍ର ତାଙ୍କୁ ମନା କଲେ ବି, କିନ୍ତୁ ଲକ୍ଷ୍ମଣ ଆଉ ସୀତା
प्रियतम पुत्र रामकर वनवास कष्ट कथा भाई धरी दशरथ कौन कले प्राण त्याग कले। दशरथ कौन है रामचंद्र कथा लगे से कौन कले भरत ए समय झील शुण ये शुण भरत ए समय शुण मो कथा भरत ए समय मातृलय थे मातृलय मैंने कौन कहल मातृलय मैंने कौन भरत कौटी थे मातृलय मैंने कौन कहल मामू घर वो शुण मातृलय मैंने भरत कौटी थे रामकर वनवास संवाद पाई से अयोध्या को आसी देखिले जे गभीर शोक शुण गभीर शोक झील शुण पढ़ी सारे तब देख बस चुपचाप शोकर छाया अयोध्या को अंधाकरमय कर रखी व्यतीत चित्रा भरत राम को गृह को लेउटाई आने निमंते वन को भ्रमण कले। चित्रकूट पर्वत उपस्थित हो भरत देखिले जे राम सेठारे राज्यवेश त्याग कर ऋषि कुमार मानक परी दानी भाव में जीवन यापन कर भरत रामकर चरण धरी गृह को लेउटिबा निमंते व्याकुल भाव में बारंबार प्रार्थना कले किंतु राम कौन प्रकार सम्मत न हो पिता अंगीकार पालन करने निमंते वन में रही एवं भरत को नाना प्रकार बुझे अयोध्या को पठाई। रामचंद्र को वन को आने जावाई किए जाते फेराई आने किए जाते रामचंद्र को वन को फेराई आने किए जाते भरत भाई जाते भरत नीलभ और निश्चत भातृभक्त भरत अयोध्या फेरी आसी रामकर पादुका को सिंहासन स्थापन कर रामकर दासप्राय राज्यकार्य निर्वाह करने लगे एवं रामक भली राजभाग परित्याग कर बकल बसन परिधान एवं फलमूल आहार कर जीवन यापन कले। यही प्रकार स्वार्थत्याग और वैराग देखि समस्ते विस्मयान्वित एवं धन्य धन्य करने लगे। भरत रामचंद्र बोली कौन कले केमती जीवन यापन कले भरत रामचंद्र केमती जीवन यापन कले रामचंद्र वन में केमती रोते राज्यवस्त्र त्याग करी बकल परिधान करी फलमूल आहार करी से जीवन जमी यापन करते ये सेमती भरत जो महल राजमहल रही जो राजवस्त्र त्याग करी जो ऋषि वस्त्र मैंने पिंधती से वस्त्र पिंधि कौन करते जीवन यापन कले फलमूल आहार करी रामचंद्र सेमती जंगल रही जीवन यापन करते भरत सेमती पादुका को सिंहासन स्थापन करी निजे रामचंद्र भई जीवन यापन कले बुझिपारे आज मैं ये